हेलो पिलाମାନେ ତମମାନଙ୍କୁ ପୁଣି ଗୋଟେ ନୂଆ ଭିଡିଓକୁ ସ୍ୱାଗତ। ଆମେ ପୂର୍ବରୁ 2025 ର ମଡେଲ କ୍ୱେଶ୍ଚିନ୍ ପେପର 1 2 ଡିସ୍କସନ କରିଥିଲେ। ଏଇଟା ହଉଛି 3। ତ ଆମେ ମଡେଲ କ୍ୱେଶ୍ଚିନ୍ ନମ୍ବର 3 ଟା ଆଜି ଡିସ୍କସନ କରିବା। ତ ଚାଲ ଦେଖିବା। ଏଇଟା ତମକୁ ଆସୁଥିବ ପିଲା କମେଣ୍ଟ କରିବ, ଆଉ ଟୋଟାଲ ଯୋଉ ଉପରେ ତମର କେତେ ରହିଲା ସେଇଟା ବି କମେଣ୍ଟ କରିବ। ଠିକ ଅଛି, ଚାଲ ପେପର 3 ପ୍ରଥମ ପ୍ରଶ୍ନ। ପେପର 3 ପ୍ରଥମ ପ୍ରଶ୍ନ ହେଲା, ଓଡ଼ିଶାର ଜନମାନସରେ ବେଶ ପରିଚିତ ସବୁଥିରୁ ବଞ୍ଚିତ କରି କବିତାଟିର ରଚୟିତା କିଏ? ସବୁଥିରୁ ବଞ୍ଚିତ କରି କେଉଁ ଯଶୋବାନ ଉଡ଼ାଇବ ହେ? ହୁଁ, କୁହ ଏକ ନମ୍ବର କଣ ହବ? ସବୁଥିରୁ ବଞ୍ଚିତ କରି କବିତା ରଚୟିତା କିଏ? ଲକ୍ଷ୍ମୀକାନ୍ତ ମହାପାତ୍ର। ସବୁଥିରୁ ବଞ୍ଚିତ କରି କବିତା ରଚୟିତା କିଏ? ଲକ୍ଷ୍ମୀକାନ୍ତ ମହାପାତ୍ର। ବନ୍ଦେ ଉତ୍କଳ ଜନନୀ କବିତାରେ କିଏ ତରଙ୍ଗ ପରି ଶୋଭା ଧାରଣ କରିଥିବା କଥା କୁହାଯାଇଛି? 2 ନମ୍ବର। କୁହ 2 ନମ୍ବର ଆନ୍ସର କଣ ହବ? ବନ୍ଦେ ଉତ୍କଳ ଜନନୀ କବିତାରେ କିଏ ତରଙ୍ଗ ପରି ଶୋଭା ଧାରଣ କରିଥିବା କଥା କୁହାଯାଇଛି? ନୀଳ ପର୍ବତ। ବ୍ୟାସ ସରୋବରରେ ଆତ୍ମଗୋପନ କରିବା ପାଇଁ ମହାମାନି ଦୁର୍ଯ୍ୟୋଧନଙ୍କୁ କିଏ ଉପଦେଶ ଦେଇଥିଲେ? ବ୍ୟାସ ସରୋବରରେ ଆତ୍ମଗୋପନ କରିବା ପାଇଁ ମହାମାନି ଦୁର୍ଯ୍ୟୋଧନଙ୍କୁ କିଏ ଉପଦେଶ ଦେଇଥିଲେ? 3 ନମ୍ବର। ଦୁର୍ବାସା। ବ୍ୟାସ ସରୋବରରେ ଆତ୍ମଗୋପନ କରିବା ପାଇଁ ମହାମାନି ଦୁର୍ଯ୍ୟୋଧନଙ୍କୁ ଦୁର୍ବାସା ଉପଦେଶ ଦେଇଥିଲେ। ବ୍ୟାସ ସରୋବରରେ ଆତ୍ମଗୋପନ କରିବା ପାଇଁ ମହାମାନି ଦୁର୍ଯ୍ୟୋଧନଙ୍କୁ ଦୁର୍ବାସା ଉପଦେଶ ଦେଇଥିଲେ। ଭୀମଙ୍କ ସିଂହନାଦ ରଡ଼ି କବିତାରେ ଶାରଳା ମହାପାତ୍ର କେଉଁ ପର୍ବର ଅଂଶବିଶେଷ? ଭୀମଙ୍କ ସିଂହନାଦ ରଡ଼ି କବିତାଟି ଶାରଳା ମହାପାତ୍ର କେଉଁ ପର୍ବର ଅଂଶବିଶେଷ? ଭୀମଙ୍କ ସିଂହନାଦ ରଡ଼ି କଣ? ଗଦା ପର୍ବ। ଭୀମଙ୍କ ସିଂହନାଦ ରଡ଼ି କବିତାଟି ଶାରଳା ମହାପାତ୍ରଙ୍କ ଗଦା ପର୍ବରୁ ଆସିଛି। ବିହାୟ ସେ ବିହରୀ ସାଗର ଜିଣି ଯାଇ, ଏଠାରେ କିଏ ସାଗର ଜିଣି ଗଲେ ବୋଲି କୁହାଯାଇଛି? 5 ନମ୍ବର। ବିହାୟ ସେ ବିହରୀ ସାଗର ଜିଣି ଯାଇ, ଏଠାରେ ଶୁକ ସାରଣଙ୍କୁ ସାଗର ଜିଣି ଯାଇଛନ୍ତି ବୋଲି କୁହାଯାଇଛି। କିଏ ମନ୍ତ୍ରକୁ ଜପ କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କବିତ୍ୱ ପ୍ରାପ୍ତି ହୋଇଥିଲେ? ଗାୟତ୍ରୀ ମନ୍ତ୍ର, ମହାମନ୍ତ୍ର, ରାମତାରିକା ମନ୍ତ୍ର, ମୃତ୍ୟୁଞ୍ଜୟ ମନ୍ତ୍ର। କେଉଁ ମନ୍ତ୍ରକୁ ଜପ କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କବିତ୍ୱ ପ୍ରାପ୍ତି ହେଇଥିଲେ? ରାମତାରକା ମନ୍ତ୍ର। ଗୋଟେ କବିତା ଅଛି, ତାରକା ମନ୍ତ୍ର ପରସାଦେ ମୋହର କବି ପଣ ଉଦେ। ଉପେନ୍ଦ୍ର ଭଞ୍ଜ କହୁଥିଲେ, ଉପେନ୍ଦ୍ର ଭଞ୍ଜ ରାମତାରିକା ମନ୍ତ୍ରରେ ସିଦ୍ଧି ଲାଭ କରିଛନ୍ତି। ବୁଝିପାରିଲ? ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାଟିରେ କବିବର ରାଧାନାଥ ରାୟ ମଶାଲ ଶିଖାର ଉତ୍ଥାନ ପତନକୁ କାହାର ଉତ୍ଥାନ ପତନ ସହିତ ତୁଳନା କରିଛନ୍ତି? ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାରେ କବିବର ରାଧାନାଥ ରାୟ ମଶାଲ ଶିଖାର ଉତ୍ଥାନ ପତନକୁ କାହାର ଉତ୍ଥାନ ପତନ ସହିତ ତୁଳନା କରିଛନ୍ତି? ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାରେ କବିବର ରାଧାନାଥ ରାୟ ମଶାଲର ଉତ୍ଥାନ ପତନକୁ କାହାର ଉତ୍ଥାନ? କୁହ ଆନ୍ସର କଣ ହବ 7 ନମ୍ବର ପିଲାମାନେ? 7 ନମ୍ବର ଆନ୍ସର କଣ ହବ? ଆଶା। ହେଲା, ଆଶାର ଉତ୍ଥାନ। ପ୍ରଭାତକାଳୀନ ପ୍ରକୃତିରେ ସୁରଭି କେଉଁ କାର୍ଯ୍ୟରେ ପ୍ରବୃତ୍ତ ଥିଲେ ବୋଲି ମଙ୍ଗଳାଇଲା ଉଷା କବିତାରେ ବର୍ଣ୍ଣନା କରାଯାଇଛି? ପ୍ରଭାତକାଳୀନ ପ୍ରକୃତିରେ ସୁରଭି କେଉଁ କାର୍ଯ୍ୟରେ ପ୍ରବୃତ୍ତ ଥିଲେ ବୋଲି ମଙ୍ଗଳାଇଲା ଉଷା କବିତାରେ ବର୍ଣ୍ଣନା କରାଯାଇଛି? ଗାୟନରେ, ନର୍ତ୍ତନରେ, ଗୁଞ୍ଜନରେ, ଶ୍ରୁତି ପାଠରେ। 8 ନମ୍ବର କଣ ହବ? ନର୍ତ୍ତନରେ। କବିବର ରାଧାନାଥ ରାୟ କେଉଁମାନଙ୍କୁ ମଧୁର ହାସିନୀ ବୋଲି କହିଛନ୍ତି? ବୀରାଙ୍ଗନା, ଦିଗାଙ୍ଗନା, ନୃତ୍ୟାଙ୍ଗନା, ବାରଙ୍ଗନା। 9 ନମ୍ବର କଣ ଆନ୍ସର ହବ ପିଲାମାନେ? ମଧୁର ହାସିନୀ କିଏ? ରାଧାନାଥ ରାୟ କାହାକୁ ମଧୁର ହାସିନୀ କହିଛନ୍ତି? 9 ନମ୍ବର କୁହ। 9 ନମ୍ବର ହଉଛି ଦିଗଙ୍ଗନା। ହେଲା, ଉଷା କାହାକୁ ଧ୍ୱଂସ କରେ ବୋଲି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ କବିତାରେ କୁହାଯାଇଛି? 10 ନମ୍ବର। ଉଷା କାହାକୁ ଧ୍ୱଂସ କରେ ବୋଲି 10 ନମ୍ବର। ଉଷା କାହାକୁ ଧ୍ୱଂସ କରେ ବୋଲି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ କବିତାରେ କୁହାଯାଇଛି? ତିମିର। ତିମିର ବୋଲେ କଣ? ଅନ୍ଧକାରକୁ। ଉଷା କହିଲେ କଣ? ସକାଳ। ଲକ୍ଷ୍ମୀକାନ୍ତ ମହାପାତ୍ର ଗଢ଼ିଥିବା ନିମ୍ନୋକ୍ତ କେଉଁ ଅନୁଷ୍ଠାନ ପ୍ରଥମେ ଅପେରା ଓ ପରେ ଥିଏଟରରେ ପରିଣତ ହୋଇଥିଲା? ଲକ୍ଷ୍ମୀକାନ୍ତ ମହାପାତ୍ର।
ଜନତା ରଙ୍ଗମଞ୍ଚ, ଉତ୍କଳ ସାହିତ୍ୟ ସମାଜ, ଗୋପୀନାଥ ସଙ୍ଗୀତ ସମାଜ, ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ। 11 ନମ୍ବର କଣ? ଲକ୍ଷ୍ମୀକାନ୍ତ ମହାପାତ୍ର ଗଢ଼ିଥିବା ଗୋପୀନାଥ ସଙ୍ଗୀତ ସମାଜ ପ୍ରଥମେ ଅପେରା ଓ ପରେ ଥିଏଟରରେ ପରିଣତ ହୋଇଥିଲା। ନାଟ୍ୟ ସାହିତ୍ୟ ଧାରାରେ ହାସ୍ୟ ଦ୍ୱାରା ଦର୍ଶକମାନଙ୍କୁ ରସେଇ ମଜେଇ ପାରୁଥିବା ସୃଷ୍ଟିକୁ କଣ କୁହାଯାଏ? ପ୍ରହସନ। ନାଟ୍ୟ ସାହିତ୍ୟ ଧାରାରେ ହାସ୍ୟ ଦ୍ୱାରା ଦର୍ଶକମାନଙ୍କୁ ହସେଇ ରସେଇ ମଜେଇ ପାରୁଥିବା ସୃଷ୍ଟିକୁ ପ୍ରହସନ କୁହାଯାଏ। ନାଟ୍ୟ ସାହିତ୍ୟ ଧାରାରେ ହାସ୍ୟ ଦ୍ୱାରା ଦର୍ଶକମାନଙ୍କୁ ହସେଇ ରସେଇ ପାରୁଥିବା ସୃଷ୍ଟିକୁ ପ୍ରହସନ କୁହାଯାଏ। ନିମ୍ନୋକ୍ତ କାହାକୁ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜନ୍ମଭୂମି ପ୍ରବନ୍ଧରେ ବିଦ୍ରୋହୀ ଆଖ୍ୟା ଦେଇଥିଲେ? ନିମ୍ନୋକ୍ତ କାହାକୁ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜନ୍ମଭୂମି ପ୍ରବନ୍ଧରେ ବିଦ୍ରୋହୀ ଆଖ୍ୟା ଦେଇଛନ୍ତି? 13 ନମ୍ବର ଗୋବିନ୍ଦ ଭାଇ। ଗୋବିନ୍ଦ ଭାଇକୁ ବିଦ୍ରୋହୀ ଆଖ୍ୟା ଦିଆଯାଇଛି। ଲତିକା ଦୋଳାରେ ଦୋଳାୟମାନ କୃଷ୍ଣଙ୍କ ପଦବଲ୍ଲଭରେ ପଡ଼ିଥିବା ଲୌହ ଶରୀରକୁ ପ୍ରାବନ୍ଧିକ କାହା ସହିତ ତୁଳନା କରିଛନ୍ତି? ଲତିକା ଦୋଳାରେ ଦୋଳାୟମାନ କୃଷ୍ଣଙ୍କ ପଦବଲ୍ଲଭରେ ପଡ଼ିଥିବା ଲୌହ ଶରୀରକୁ ପ୍ରାବନ୍ଧିକ କାହା ସହିତ ତୁଳନା କରିଛନ୍ତି? 14 ନମ୍ବର ଅଭିଶାପ। ମାନବ ଜାତିର ସର୍ବାଙ୍ଗୀନ ଉନ୍ନତି ସାଧନ ବର୍ତ୍ତମାନ କେଉଁ ସଭ୍ୟତାର ଆଦର୍ଶ ଅଟେ? ମାନବ ଜାତିର ସର୍ବାଙ୍ଗୀନ ଉନ୍ନତି ସାଧନ ବର୍ତ୍ତମାନ କେଉଁ ସଭ୍ୟତାର ଆଦର୍ଶ ଅଟେ? 15 ନମ୍ବର ପୃଥିବୀ। ମାନବ ଜାତିର ସର୍ବାଙ୍ଗୀନ ଉନ୍ନତି ସାଧନ ବର୍ତ୍ତମାନର ପୃଥିବୀ ସଭ୍ୟତାର ଆଦର୍ଶ ଅଟେ। ଯେଉଁ ଶାସ୍ତ୍ର ବଳରେ ଜଡ଼ ବିଜ୍ଞାନର ଜଟିଳତମ ସମସ୍ୟାମାନ ଅନାୟାସରେ ସାଧିତ ହୋଇପାରୁଛି ତାହାର ନାମ କଣ? 16 ନମ୍ବର ଯେଉଁ ଶାସ୍ତ୍ର ବଳରେ ଜଡ଼ ବିଜ୍ଞାନ ଜଟିଳତମ ସମସ୍ୟାମାନ ଅନାୟାସରେ ସାଧିତ ହୋଇପାରୁଛି ତାହାର ନାମ କଣ? ଗଣିତ ଶାସ୍ତ୍ର। ଦୁଃଖ ଜ୍ୱାଳା ଶମିବା ପାଇଁ ଜାଗବନ୍ଧନହରା କବିତାରେ କବି ମହାମାନବଠାରୁ କଣ ଆଶା କରିଛନ୍ତି? ଦୁଃଖ ଜ୍ୱାଳା ଶମିବା ପାଇଁ ଜାଗବନ୍ଧନହରା କବିତାରେ କବି ମହାମାନବଠାରୁ କଣ ଆଶା କରିଛନ୍ତି? ଶଙ୍ଖ ସପ୍ତ। ନୂତନ ଯୁଗର ତରୁଣମାନେ ଉଚ୍ଚ ସ୍ୱରରେ ଧରିଥିବା ପ୍ରଦୀପକୁ ଦେଖି ଚନ୍ଦ୍ର, ତପନ ଓ ତାରା କଣ ଅନୁଭବ କରିବେ ବୋଲି ଅନନ୍ତ ପଟ୍ଟନାୟକ କହିଛନ୍ତି? ନୂତନ ଯୁଗର ତରୁଣମାନେ ଉଚ୍ଚରେ ଧରିଥିବା ପ୍ରଦୀପକୁ ଦେଖି ଚନ୍ଦ୍ର, ତପନ, ତାରା କଣ ଅନୁଭବ କରିବେ ବୋଲି ଅନନ୍ତ ପଟ୍ଟନାୟକ କହିଛନ୍ତି? ଶଙ୍କା। ନିମ୍ନୋକ୍ତ ମଧ୍ୟରୁ କିଏ ସମସ୍ତଙ୍କ ପାଇଁ ସମାନ ମନୋଭାବ ପୋଷଣ କରିଥାଏ ବୋଲି ବିଦ୍ୟୁପ୍ରଭା ଦେବୀ ସର୍ବସାହା ମାଟିରେ କହିଛନ୍ତି? ନିମ୍ନୋକ୍ତ ମଧ୍ୟରୁ କିଏ ସମସ୍ତଙ୍କ ପାଇଁ ସମାନ ମନୋଭାବ ପୋଷଣ କରିଥାଏ ବୋଲି ବିଦ୍ୟୁପ୍ରଭା ଦେବୀ ସର୍ବସାହା ମାଟି କବିତାରେ କହିଛନ୍ତି? ମାଟି। ମାଟିର ମିଠା ପାଣି ଓ ଧୀର ପବନ ବିଦ୍ୟୁପ୍ରଭା ଦେବୀଙ୍କ ଦେହରେ କଣ ଦେଇଛି? ରଙ୍ଗ, ରୂପ, ସ୍ୱାସ୍ଥ୍ୟ, ବଳ। କଣ ଦେଇଛି ରେ? ବଳ। ଓଡ଼ିଆ ଭାଷା ପାଇଁ ଚିନ୍ତା କରୁଥିବା ପ୍ରଖ୍ୟାତ ସାହିତ୍ୟିକ ଫକୀରମୋହନ ସେନାପତିଙ୍କ ପରି ଓଡ଼ିଆ ଭାଷା ସୁରକ୍ଷାର ମହାରଥୀମାନଙ୍କୁ କଣ କୁହାଯାଉଥିଲା? ଓଡ଼ିଆ ଭାଷା ପାଇଁ ଚିନ୍ତା କରୁଥିବା ପ୍ରଖ୍ୟାତ ସାହିତ୍ୟିକ ଫକୀରମୋହନ ସେନାପତିଙ୍କ ପରି ଓଡ଼ିଆ ଭାଷା ସୁରକ୍ଷାର ମହାରଥୀମାନଙ୍କୁ କଣ କୁହାଯାଉଥିଲା? 21 ନମ୍ବର ରିଙ୍ଗ ଲିଡର। ଓଡ଼ିଆ ଭାଷା ପାଇଁ ଚିନ୍ତା କରୁଥିବା ପ୍ରଖ୍ୟାତ ସାହିତ୍ୟିକ ଫକୀରମୋହନ ସେନାପତିଙ୍କ ପରି ଓଡ଼ିଆ ଭାଷା ସୁରକ୍ଷାର ମହାରଥୀମାନଙ୍କୁ ରିଙ୍ଗ ଲିଡର କୁହାଯାଉଥିଲା। ଶିକ୍ଷା ବିଷୟ ନେଇ ଭାରତରେ ବସିଥିବା ସମସ୍ତ କମିଟିର ସମସ୍ୱରରେ କାହାକୁ ସବୁ ଶିକ୍ଷାର ମୂଳମନ୍ତ୍ର ବୋଲି କହୁଥିଲେ? 22 ନମ୍ବର ଆନ୍ସର କଣ ହବ? ମାତୃଭାଷା ଶିକ୍ଷାକୁ ସି ହବ। ସରଳ ଲୋକଙ୍କ ପାଇଁ କିଛି କରି ନ ପାରି ଦୁଃଖ ଓ କ୍ରୋଧରେ କାହାର ଆହାର ହେବା ପାଇଁ ବିବେକାନନ୍ଦ ଜଙ୍ଗଲକୁ ଚାଲି ଯାଇଥିଲେ? ବାଘର, ଭାଲୁର, ସିଂହର, ଗଧିଆର। କାହାର ଆହାର ହେବେ ବୋଲି ବିବେକାନନ୍ଦ ଜଙ୍ଗଲକୁ ଚାଲି ଯାଇଥିଲେ? ବାଘର ଆହାର ହେବେ ବୋଲି। ଖ୍ରୀଷ୍ଟମାସ ଇଭ୍ର ରାତିରେ ନରେନ୍ଦ୍ରନାଥ ଭାବବିହ୍ୱଳ ହୋଇ କେଉଁ ମହାପୁରୁଷଙ୍କ କଥା କହିଥିଲେ? 24 ନମ୍ବର ଶ୍ରୀରାମ, ଶ୍ରୀକୃଷ୍ଣ, ଗୌତମ ବୁଦ୍ଧ, ଯୀଶୁ। ଏଇଟା କମେଣ୍ଟ କଲ କଣ ହବ ଆନ୍ସର? 24 ନମ୍ବର। ଯୋଉମାନେ ବି କମେଣ୍ଟ କରୁଛ ଲେଖିବ 24 ବି କି 25 ଏ 25 ଡି ଏମିତି ହେଲେ ଜାଣି ହବ ହେଲା। ଖ୍ରୀଷ୍ଟମାସ ଇଭ୍ର ରାତିରେ ନରେନ୍ଦ୍ରନାଥ ଭାବବିହ୍ୱଳ ହୋଇ କେଉଁ ମହାପୁରୁଷଙ୍କ କଥା କହିଛନ୍ତି? ଯୀଶୁଙ୍କର। କୈବର୍ତ୍ତ ରାଧାନାଥ ରାୟଙ୍କ ଦ୍ୱାରା ଅମିତ୍ରାକ୍ଷର ଛନ୍ଦରେ ରଚିତ ଅସମ୍ପୂର୍ଣ୍ଣ ମହାକାବ୍ୟଟି କଣ? କୈବର୍ତ୍ତ ରାଧାନାଥଙ୍କ ଦ୍ୱାରା ଅମିତ୍ରାକ୍ଷର ଛନ୍ଦରେ ରଚିତ ଅସମ୍ପୂର୍ଣ୍ଣ ମହାକାବ୍ୟଟି କଣ? 25 ନମ୍ବର ମହାଯାତ୍ରା।
ଓଡ଼ିଆ ଭାଷାର କଳା କୋଣାର୍କ କୁହାଯାଉଥିବା ନିମ୍ନୋକ୍ତ କେଉଁଠି ଗୋପାଳଚନ୍ଦ୍ର ପ୍ରହରାଜଙ୍କର ଏକ ଅକ୍ଷର କୀର୍ତ୍ତି? 26 ନମ୍ବର। ଓଡ଼ିଆ ଭାଷା କଳା କୋଣାର୍କ କୁହାଯାଉଥିବା ନିମ୍ନୋକ୍ତ କେଉଁଠି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଏକ ଅକ୍ଷର କୀର୍ତ୍ତି? ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ। ଚୈତନ୍ୟ କାଠ କଟାଳିକୁ ଦେଇଥିବା ଦିଖଣ୍ଡ ରୁଟିର ଦାମ କେତେ ହେବ ବୋଲି ଗାଳ୍ପିକ କହିଥିଲେ? 4 ଅଣା। ଚୈତନ୍ୟ କାଠ କଟାଳିକୁ ଦେଇଥିବା ଦିଖଣ୍ଡ ରୁଟିର ଦାମ 4 ଅଣା ହେବ ବୋଲି ଗାଳ୍ପିକ କହିଥିଲେ। ଗାଳ୍ପିକ ନିଜେ ଝୁଡ଼ି ଓ ଖରକା ଆଣି କାଠୁରିଆ ହାତକୁ ବଢ଼ାଇ ଦେଇ କେଉଁ କାଠକୁ ଭଲ କରି ଖରକି କଟାଇ ଦେବାକୁ କହିଥିଲେ? 28 ନମ୍ବର। ଚେନା ଚେପେରା କାଠ। ଅଙ୍ଗଦ ଚୌଧୁରୀଙ୍କ ଆଖି ଆଗରେ ଚାହୁଁ ଚାହୁଁ ଦୟା ନଦୀର ପାଣି ହଠାତ୍ ଫୁଲି କେଉଁ ରଙ୍ଗରେ ପରିଣତ ହେଲା? 29 ନମ୍ବର। ଲାଲରେ ପରିଣତ ହେଲା। ମଗଧ ସମ୍ରାଟ ଅଶୋକ ସମଗ୍ର କଳିଙ୍ଗ ରାଜ୍ୟରେ ନାଗରା ବଜାଇ ଯୁଦ୍ଧ ବନ୍ଦ କରିବା ସହିତ କାହାର ଅହିଂସା ମନ୍ତ୍ରରେ ଦୀକ୍ଷିତ ହେଲେ ବୋଲି ଘୋଷଣା କଲେ? ମଗଧ ସମ୍ରାଟ ଅଶୋକ ସମଗ୍ର କଳିଙ୍ଗ ରାଜ୍ୟରେ ନାଗରା ବଜାଇ ଯୁଦ୍ଧ ବନ୍ଦ କରିବା ସହିତ କାହାର ଅହିଂସା ମନ୍ତ୍ରରେ ଦୀକ୍ଷିତ ହେଲେ ବୋଲି ଘୋଷଣା କଲେ? 30 ନମ୍ବର। ବୁଦ୍ଧ। ବୁଦ୍ଧ, ଗାନ୍ଧିଜୀ, ମହାବୀର, ଯୀଶୁ। ଆନ୍ସର କଣ ହବ? ବୁଦ୍ଧ। ବନ୍ଧୁ ଷଡ଼ଙ୍ଗୀଙ୍କ ବାଉଁଶ ବାଡ଼ିର କଣ୍ଟାଭର୍ତ୍ତି ବାଉଁଶ କଣିଗୁଡ଼ିକ ରାସ୍ତା ଉପରକୁ ମାଡ଼ି ଆସି କିପରି ଦେଖାଯାଉଛି? 31 ନମ୍ବର। ବାଡ଼ି ପରି, ଠେଙ୍ଗା ପରି, ଦଉଡ଼ି ପରି, କଙ୍କାଳର ଆଙ୍ଗୁଳି ପରି। ବନ୍ଧୁ ଷଡ଼ଙ୍ଗୀଙ୍କ ବାଉଁଶ ବାଡ଼ିର କଣ୍ଟାଭର୍ତ୍ତି ବାଉଁଶ କଣିଗୁଡ଼ିକ ରାସ୍ତା ଉପରକୁ ମାଡ଼ି ଆସି କଙ୍କାଳର ଆଙ୍ଗୁଳି ପରି ଦେଖାଯାଉଛି ହେଲା। କିଏ ସାତ ତାଳ ଭେଦି ଭିତରେ ଭିତରେ ପରିବ୍ୟାପ୍ତ ହୋଇ ରହିଥିବା ରସର ସମୁଦ୍ରକୁ ଶୋଷି ପାରିଲେ ନାହିଁ? ବୈଶାଖର ଖରା, ସମୟର ଖରା, ମଧ୍ୟାହ୍ନର ଖରା, ଅପରାହ୍ନର ଖରା। 32 ସମୟର ଖରା। ମନୋରଞ୍ଜନ ଦାସଙ୍କ ରଚିତ ଫଲ୍ଗୁ ଏକାଙ୍କିକା କେଉଁ ପରିବାରର ଚିତ୍ର ବହନ କରିଛି? ମନୋରଞ୍ଜନ ଦାସଙ୍କ ଫଲ୍ଗୁ ଏକାଙ୍କିକା କେଉଁ ପରିବାରର ଚିତ୍ର ବହନ କରିଛି? ଆଦ୍ୱୈତ। ଭାରି କ୍ଷଣରାଗୀ ଠିକ୍ ତା ବୋଉ ପରି, ଏହି ଉକ୍ତିଟି କାହା ଉଦ୍ଦେଶ୍ୟରେ କୁହାଯାଇଛି? 34 ବେବି। ଭାରି କ୍ଷଣରାଗୀ ଠିକ୍ ତା ବୋଉ ପରି, ବେବି ଉଦ୍ଦେଶ୍ୟରେ କୁହାଯାଇଛି। କାହା ସହିତ ଦଧିନଉତି ଗୋଟିଏ ସରଳ ରେଖାରେ ରହିପାରୁନି ବୋଲି ଧର୍ମା ବିଶୁ ମହାରଣା କହିଥିଲେ? 35 କାହା ସହିତ ଦଧିନଉତି ଗୋଟିଏ ସରଳ ରେଖାରେ ରହିପାରୁନି ବୋଲି ଧର୍ମା ବିଶୁ ମହାରଣା କହିଥିଲେ? ଦେଉଳର ଘନ କେନ୍ଦ୍ର। ହେଲେ ହୋଇ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ତପସ୍ୱିତା, କାହାର ଅଭାବ ଯୋଗୁଁ ଏହାକୁ ଏକ ସାର୍ଥକ ବାକ୍ୟ କୁହାଯିବ ନାହିଁ? 36 କଣ ହବରେ? ଆସକ୍ତି, କାରଣ ବାକ୍ୟଟା ଏପଟ ସେପଟ ହେଇକି ଅଛି ସେଥିପାଇଁ। ପଣ୍ଡିତ ଶିଷ୍ୟମାନଙ୍କୁ ଉପଦେଶ ଦେଲେ, ଏହି ବାକ୍ୟରେ ବ୍ୟବହୃତ ମୁଖ୍ୟ କର୍ମଟି କଣ? ମୁଖ୍ୟ କର୍ମ ଏଠି କଣ? ଉପଦେଶ ଦେବା। ଘରଟିକୁ ସଫା କରିନିଏ, ପ୍ରକାର୍ଯ୍ୟଗତ ଦୃଷ୍ଟିରୁ ଏହା କେଉଁ ପ୍ରକାର ବାକ୍ୟ? 38 କଣ ହବରେ? ଆଦେଶ ଅନୁରୋଧ ସୂଚକ। ମସୃଣ ଏହି ଶବ୍ଦରେ ନ କାହିଁକି ନ ହୋଇଛି? ମସୃଣ କାହିଁକି ନ ପରେ ନ ହୋଇଛି? 39 ରୁ ପରେ ନ ଥିବାରୁ ହେଲା, ଶୃଣ ହେଲା। କେଉଁ ଶବ୍ଦରେ ସ୍ୱାଭାବିକ ଭାବରେ ସ ବ୍ୟବହୃତ ହୋଇଛି? କୃଷକ ଏଠି ସ୍ୱାଭାବିକ ଭାବରେ ବ୍ୟବହାର ହେଇଛି। ପରସ୍ପର ଏହି ଶବ୍ଦରେ କେଉଁ ପ୍ରକାର ଅଶୁଦ୍ଧି ଅଛି? ପରସ୍ପର 41 ନମ୍ବର। ସତ୍ତ୍ୱ ବିଧିଗତ। ଆବଶ୍ୟକୀୟ ଶୁଦ୍ଧ ରୂପଟି କଣ ଅଟେ? 42 ଆବଶ୍ୟକ। ସତ କଥାରେ ପଦ୍ମରୂଢ଼ିର ଅର୍ଥ କଣ? 43 ପ୍ରତିକୂଳ ପରିସ୍ଥିତିରେ ପ୍ରତିଭାର ସ୍ଫୁରଣ। ପ୍ରତିହିଂସା ମନୋଭାବ ପୋଷଣ କରିବା ଅର୍ଥରେ ନିମ୍ନୋକ୍ତ କେଉଁ ରୂଢ଼ିଟି ବ୍ୟବହୃତ ହୋଇଛି? ପ୍ରତିହିଂସା ମନୋଭାବ ପୋଷଣ କରିବା ଅର୍ଥରେ 44
ଅହନ୍ତା ରଖିବା, ପ୍ରତିହିଂସା ମନୋଭାବ ପୋଷଣ କରିବା ହେଲା। ହାତ ଅଳସେ ନିଶବଙ୍କା ଏହି ଲୋକବାଣୀଟି କେଉଁ ଅର୍ଥରେ ପ୍ରକାଶ କରୁଛି? 45। ଅଳସୁଆ ଦୁଃଖ ପାଏ, ହାତ ଅଳସେ ନିଶବଙ୍କା। ଅଧ୍ୟବସାୟ ସଫଳତାର ଚାବିକାଠି, ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କଣ? 46। ଯତ୍ନ କଲେ ରତ୍ନ ମିଳେ, ଅଧ୍ୟବସାୟ ସଫଳତାର ଚାବିକାଠି। ପ୍ରତିପାଦର ଷଷ୍ଠ, ଦ୍ୱାଦଶ, ଅଷ୍ଟାଦଶ ଶେଷ ଅକ୍ଷର ଉପରେ ଯତିପାତ ହେଲେ ତାହା କେଉଁ ଛନ୍ଦ ହୁଏ? 47। ମଙ୍ଗଳାଶ୍ରୀ। ପ୍ରତିପାଦର ଷଷ୍ଠ, ଦ୍ୱାଦଶ, ଅଷ୍ଟାଦଶ ଶେଷ ଅକ୍ଷର ଉପରେ ଯତିପାତ ହେଲେ ମଙ୍ଗଳାଶ୍ରୀ ଛନ୍ଦ ହୁଏ। କବି ଜଗନ୍ନାଥ ଦାସଙ୍କ ଭାଗବତ କେଉଁ ଛନ୍ଦରେ ରଚିତ? 48। ନବାକ୍ଷରୀ। ଜଗନ୍ନାଥ ଦାସ ଭାଗବତ ନବାକ୍ଷରୀ ଛନ୍ଦରେ ରଚିତ। କେଉଁ ଅଳଙ୍କାରରେ କି, ସତେ କି, ସିନା, ସତେ, ଅବା, କିବା, ବା, ବୋଧେ ପ୍ରଭୃତି ଶବ୍ଦ ବ୍ୟବହୃତ ହୋଇଥାଏ? 49। ଉତ୍ପ୍ରେକ୍ଷା ଅଳଙ୍କାର। ଶବ୍ଦ ଖଣ୍ଡିତ ହୋଇ ଭିନ୍ନାର୍ଥ ପ୍ରକାଶ କଲେ ତାକୁ କଣ କୁହାଯାଏ? ସବଙ୍ଗ। ସବଙ୍ଗ ଶ୍ଳେଷ ହେଲା। ଶବ୍ଦ ଖଣ୍ଡିତ ହୋଇ ଭିନ୍ନାର୍ଥ ପ୍ରକାଶ କଲେ ତାକୁ ସବଙ୍ଗ ଶ୍ଳେଷ କୁହାଯାଏ। ପିଲାମାନେ ଏଟା ସେଟ୍ 3 ସରିଲା। ଏହାପରେ ଆମେ ସେଟ୍ 4, 5 କରିବା। ଏହା ପୂର୍ବରୁ 1, 2 ମଧ୍ୟ ହେଇଯାଇଛି। ଯୋଉମାନେ ଦେଖିନାହାନ୍ତି 1, 2 ସେଟ୍ ଦେଖିଦେବେ। ଧନ୍ୟବାଦ।